ଓଡ଼ିଶାରେ ଖୋଲିବନି ନୂଆ ମଦ ଦୋକାନ। ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସରକାର। ଓଡ଼ିଶାକୁ ମଦ ଓ ନିଶାମୁକ୍ତ କରିବାକୁ ଯୋଜନା କରୁଛନ୍ତି ବିଜେପି ସରକାର। ଆଉ ଏହାରି ଭିତରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ। ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚୋରା ମଦ କିପରି ବନ୍ଦ ହେବ ସେ ନେଇ ବଡ଼ ଚ୍ୟାଲେଞ୍ଜ ରହିଛି। ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ। ସେ ଆଧାରରେ ଆଗକୁ ଅମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦ ନୀତି ହେବ ସେଥିରେ ଓଡ଼ିଶାରୁ ଚୋରା ମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ। ଯେଉଁ ମଦ ନୀତି ଥିଲା ସେଥିରେ କିଛି ପରିବର୍ତ୍ତନ କରାଯିବ। ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା ତାକୁ କିପରି ସୁଚାରୁ ରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।